ଓମ୍ ଶାନ୍ତି। ପୁସ୍ତକ ପଠନ ଶ୍ରୀମଦ୍ ଭଗବତ ଗୀତା ରହସ୍ୟ। ଲେଖକ ବ୍ରହ୍ମାକୁମାର ସୁଧାଂଶୁ ଶେଖର ମିଶ୍ର। ପଞ୍ଚଦଶ ଅଧ୍ୟାୟ ପୁରୁଷୋତ୍ତମ ଯୋଗଃ। ସଂସାର ରୂପକ ଅସ୍ୱସ୍ଥ ବୃକ୍ଷ। ଜୀବାତ୍ମା ଶରୀର ରୂପୀ ଗୃହର ସ୍ୱାମୀ ଈଶ୍ୱର। ସମସ୍ତ ଇନ୍ଦ୍ରିୟଗଣ ତାର ପରିଚାରକ ସ୍ୱରୂପ। ଇନ୍ଦ୍ରିୟ ସମୂହ ପ୍ରକୃତିରୁ ଉତ୍ପନ୍ନ। ଆତ୍ମବିସ୍ତୃତ ହେଲେ ଜୀବାତ୍ମା ପ୍ରକୃତିର ଦାସ ହୋଇଯାଏ। ପ୍ରକୃତିରୁ ଉତ୍ପନ୍ନ ଶରୀର ଓ ସଂସାର ସହିତ ତାଦାତ୍ମ୍ୟ କରୁଥିବାରୁ ସେ ନିଜକୁ ଏକ ସ୍ୱତନ୍ତ୍ର ଓ ଚୈତନ୍ୟ ସତ୍ତା ରୂପେ ଅନୁଭବ କରିପାରେ ନାହିଁ। ଆତ୍ମାର ବିଭିନ୍ନ ଶକ୍ତିର ଅଭିବ୍ୟକ୍ତିକୁ ମନ, ବୁଦ୍ଧି ଓ ସଂସ୍କାର କୁହାଯାଏ। ଆତ୍ମାର ସଂକଳ୍ପ ଶକ୍ତିର ନାମ ମନ ଓ ନିର୍ଣ୍ଣୟ ଶକ୍ତିର ନାମ ବୁଦ୍ଧି। ବ୍ୟକ୍ତି ଯାହା କର୍ମ କରେ ତାର ସ୍ମୃତି ଆତ୍ମାରେ ଲିପିବଦ୍ଧ ହୋଇଯାଏ। ଏହି ସ୍ମୃତି ହିଁ ଆଉ ଥରେ ସେହି କାର୍ଯ୍ୟ କରିବାର ପ୍ରେରଣା ଦିଏ। ସଂସ୍କାର ହେଉଛି ଆତ୍ମାର ଅଭିଲେଖାଗାର। ଏଠାରେ ତାର ଇହ ଓ ପର ଉଭୟ ଜନ୍ମର ସ୍ମୃତି ଗଚ୍ଛିତ ଥାଏ। ସମଗ୍ର ମାନବୀୟ ଚେତନାକୁ ଚାରି ଭାଗରେ ବିଭକ୍ତ କରାଯାଇପାରେ, ଯଥା 1. ଜାଗ୍ରତ, 2. ଅର୍ଦ୍ଧଜାଗ୍ରତ, 3. ସୁଷୁପ୍ତି ଓ 4. ପରମ ଜାଗ୍ରତ। ମଣିଷ ସାଧାରଣତଃ ଚେତନାର ଜାଗ୍ରତ ଅଂଶକୁ ବହୁଳ ଭାବରେ ବ୍ୟବହାର କରେ। ଆମେ ଯାହା ପଢ଼ୁ ବା ଶୁଣୁ ତାର ଶତକଡ଼ା 10 ଭାଗ ଜାଗ୍ରତ ଅଂଶ ଓ 40 ଭାଗ ଅର୍ଦ୍ଧଜାଗ୍ରତ ଅଂଶରେ ସଂରକ୍ଷିତ ଥାଏ। ଜାଗ୍ରତ ଅଂଶରେ ସଂରକ୍ଷିତ ବିଷୟବସ୍ତୁ ସଙ୍ଗେ ସଙ୍ଗେ ମନେ ପଡ଼ିଯାଏ। ମନର ଏକାଗ୍ରତା ସମୟରେ ଅର୍ଦ୍ଧଜାଗ୍ରତ ଅଂଶରେ ଥିବା ବିଷୟ ଜାଗ୍ରତ ଅଂଶରେ ପ୍ରତିଫଳିତ ହୁଏ। ଚେତନାର ବାକି ଅଂଶ 50% ସୁଷୁପ୍ତି କୁହନ୍ତି। ଏହା ଜାଗ୍ରତ ଅଂଶକୁ ଆସିପାରେ ନାହିଁ। ଏଥିରେ ପୂର୍ବଜନ୍ମର ସଂସ୍କାର ଓ ସ୍ମୃତି ଥାଏ। ଏହି ଅର୍ଦ୍ଧଜାଗ୍ରତ ଓ ସୁଷୁପ୍ତି ଅଂଶ ମିଶି ଶତକଡ଼ା 90 ଭାଗ ହୋଇଥିବାରୁ ଏହା ବ୍ୟକ୍ତିର ଜୀବନଶୈଳୀକୁ ପ୍ରଭାବିତ କରେ ଏବଂ ଏହା ମଧ୍ୟରେ ସନ୍ନିହିତ ବିଷୟାନୁସାରେ ସେ କର୍ମରେ ପ୍ରବୃତ୍ତ ହୁଏ। ଅନେକ ଜନ୍ମର ଅନୁଭବ, ଅଭ୍ୟାସ ଓ ସିଦ୍ଧାନ୍ତରେ ପରିପୂର୍ଣ୍ଣ ଏହି ଅର୍ଦ୍ଧଜାଗ୍ରତ ଓ ସୁଷୁପ୍ତି ଅଂଶ ଜାଗ୍ରତ ଅଂଶକୁ ପ୍ରତି ମୁହୂର୍ତ୍ତରେ ପରୋକ୍ଷ ଭାବରେ ବା ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ କରୁଥାଏ। ମନ ଓ ବୁଦ୍ଧି ଚେତନାର ଜାଗ୍ରତ ଅଂଶରେ କେବଳ କାମ କରେ। ଏଥିପାଇଁ ଜାଗ୍ରତ ଅଂଶ ବାସ୍ତବିକତା ଅନୁରୂପ ଚିନ୍ତନ କରେ। ଅର୍ଦ୍ଧଜାଗ୍ରତ ଅଂଶରେ ମନ ଓ ବୁଦ୍ଧି ନଥିବାରୁ ଏହା ତର୍କସମ୍ମତ ଚିନ୍ତନ କରିପାରେ ନାହିଁ। ଏହା ଭାବନାତ୍ମକ ଅଟେ। ଭଲ ମନ୍ଦର ନିରୂପଣ କରିବାର କ୍ଷମତା ଏଥିରେ ନାହିଁ। ପୂର୍ବରୁ ତାହା ମଧ୍ୟରେ ଯାହା ମୁଦ୍ରିତ ଭାବରେ ରହିଯାଇଛି ସେହି ଅନୁସାରେ ତାର ଅଭିବ୍ୟକ୍ତି ପ୍ରକଟିତ ହୁଏ। ଏଥିପାଇଁ ବ୍ୟକ୍ତି ଚାହିଁଲେ ମଧ୍ୟ ଅନେକ ଦିନର ବିଶୃଙ୍ଖଳିତ ଜୀବନଶୈଳୀକୁ ହଠାତ୍ ପରିବର୍ତ୍ତନ କରିପାରେ ନାହିଁ। ପରମ ଜାଗ୍ରତ ଅଂଶ ସୁପର କନସିୟସ୍ ପାର୍ଟ ଚେତନାର ସବୁଠାରୁ ଗଭୀରତମ ଅଂଶ। ଏହା ଚେତନାର ମାତ୍ର 1% ଅଟେ। ଏହି ଅଂଶ ପରମ ବୁଦ୍ଧିଶାଳୀ ଓ ଅତ୍ୟନ୍ତ ଶକ୍ତି ସମ୍ପନ୍ନ ଅଟେ। ଏହାର ଜାଗୃତିରେ ବ୍ୟକ୍ତି ଅଲୌକିକ ଦୈବୀଗୁଣ ସମ୍ପନ୍ନ ହୁଏ ଏବଂ ତାର ଇପ୍ସିତ ଇଚ୍ଛା ପୂର୍ଣ୍ଣ ହୁଏ। ଯୋଗାଭ୍ୟାସ ଦ୍ୱାରା ବ୍ୟକ୍ତି ଯେତେବେଳେ ଦେହାତୀତ ହୋଇଯାଏ ସେତେବେଳେ ଏହା ଜାଗ୍ରତ ହୁଏ। ଏହା ଯୋଗୀର ସମାଧି ଅବସ୍ଥା। ଗୋଟିଏ ଦେହ ତ୍ୟାଗ କରି ଅନ୍ୟ ଏକ ଦେହ ଧାରଣ କରିବାର ପ୍ରକ୍ରିୟାକୁ ବାୟୁର ସଞ୍ଚାଳନ କ୍ରିୟା ସହିତ ତୁଳନା କରାଯାଇପାରେ। ବାୟୁ ଗୋଟିଏ ସ୍ଥାନରୁ ଗନ୍ଧ ବହନ କରି ଯେପରି ସ୍ଥାନାନ୍ତରକୁ ପ୍ରବାହିତ ହୁଏ, ସେହିପରି ଜୀବାତ୍ମା ଦେହ ଛାଡ଼ିବା ବେଳେ ମନ ଓ ବୁଦ୍ଧି ଓ ସଂସ୍କାରକୁ ସାଙ୍ଗରେ ନେଇ ଅନ୍ୟ ଶରୀରକୁ ପ୍ରବେଶ କରେ। କର୍ଣ୍ଣ, ଚକ୍ଷୁ,
ତ୍ୱକ୍, ଜିହ୍ୱା ଓ ନାସିକା ଏହି ପଞ୍ଚେନ୍ଦ୍ରିୟ ଦ୍ୱାରା ସେ ବିଷୟ ସେବନ କରେ। ଏଠାରେ ଏହାକୁ ଆସୁରିକ ଭୋଗ ବିଳାସ ଅର୍ଥରେ ବୁଝିବା ଉଚିତ ହେବ ନାହିଁ। ଏହା ଇନ୍ଦ୍ରିୟମାନଙ୍କ ସ୍ୱାଭାବିକ କ୍ରିୟାକୁ ବୁଝାଇଛି। କର୍ଣ୍ଣର କାର୍ଯ୍ୟ ଶୁଣିବା, ଚକ୍ଷୁର ଦେଖିବା, ଚର୍ମର ସ୍ପର୍ଶ ଅନୁଭବ କରିବା, ଜିହ୍ୱାର ସ୍ୱାଦ ଗ୍ରହଣ କରିବା ଓ ନାକର କାର୍ଯ୍ୟ ହେଲା ଆଘ୍ରାଣ କରିବା। ଦେହାଭିମାନ ବଶତଃ ଆତ୍ମା ଯେତେବେଳେ ଏହିସବୁ କ୍ରିୟା କରେ ତେବେ ତାହା ସବୁ ଦୂଷିତ ହୋଇପଡ଼େ। ଆତ୍ମସ୍ଥ ବ୍ୟକ୍ତିର ଇନ୍ଦ୍ରିୟଗୁଡ଼ିକ ସ୍ୱାଭାବିକ ଭାବରେ ସେମାନଙ୍କର କ୍ରିୟା କରନ୍ତି। ଏହି ପରିପ୍ରେକ୍ଷୀରେ ଭାଗବତରେ ବର୍ଣ୍ଣିତ ଏକ ପ୍ରସଙ୍ଗରେ ଉଦାହରଣ ଦିଆଯାଇପାରେ। ଏକଦା ଅର୍ଦ୍ଧୋଳଗ୍ନାସ୍ନାନୋଦ୍ୟତା କତିପୟ ଦେବାଙ୍ଗନା ବ୍ୟାସଦେବଙ୍କ ଆଗମନ ଦେଖି ଲଜ୍ଜାବଶତଃ ନଦୀ ଜଳକୁ ପ୍ରବେଶ କଲେ। କିଛି ସମୟ ପରେ ବ୍ୟାସଦେବଙ୍କ ପୁତ୍ର ଶୁକଦେବ ସେହି ପଥ ଦେଇ ଆସିବା ଦେଖି ସେହି ଦେବାଙ୍ଗନାମାନେ ନିଃସଙ୍କୋଚରେ ତାଙ୍କ ନିକଟକୁ ଆସି ଅଭ୍ୟର୍ଥନା କଲେ। ଏହା ବ୍ୟାସଦେବଙ୍କୁ ଆଶ୍ଚର୍ଯ୍ୟଚକିତ କଲା। ଏହାର କାରଣ ଜିଜ୍ଞାସା କରିବାରୁ ଦେବାଙ୍ଗନାମାନେ କହିଲେ, ହେ ମୁନିଶ୍ରେଷ୍ଠ, ବୟୋବୃଦ୍ଧ ତପସ୍ୱୀ ହେଲେ ମଧ୍ୟ ଆପଣ ଦେହାଭିମାନରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇନାହାନ୍ତି। ଆପଣଙ୍କ ପୁତ୍ର ନିତ୍ୟ ନିରନ୍ତର ଆତ୍ମିକ ସ୍ଥିତିରେ ଅବସ୍ଥାନ କରନ୍ତି। ଆମର ଅର୍ଦ୍ଧବିବସନା ଶରୀର ଦେଖି ମଧ୍ୟ ତାଙ୍କ ମନରେ କୌଣସି ଦୂଷିତ ଭାବନା ସୃଷ୍ଟି ହେଉନାହିଁ। ଯୌବନରେ ଉପନୀତ ହୋଇ ମଧ୍ୟ ତାଙ୍କ ମନ ଏକ ଶିଶୁ ପରି ଶୁଦ୍ଧ ଓ ନିର୍ମଳ। ମା'ର ଅନାବୃତ ବକ୍ଷକୁ ଦେଖି ସ୍ତନ୍ୟପାୟୀ ଶିଶୁ ମନରେ ଯେପରି କୌଣସି ବିକୃତ ଭାବନା ସୃଷ୍ଟି ହୁଏ ନାହିଁ, ଶୁକଦେବଙ୍କ ଦୃଷ୍ଟି ବୃତ୍ତି ଠିକ୍ ସେପରି ହୋଇଥିବାରୁ ତାଙ୍କ ସମ୍ମୁଖକୁ ଆସିବା ପାଇଁ ଆମେ ଲଜ୍ଜାବୋଧ କରୁନାହୁଁ। କ୍ରମଶଃ ଓମ୍ ଶାନ୍ତି।